ଏହି ଭଉଣୀକୁ ଟିକେ ଆମେ ଦେଖିବା। 13/1/2025 ଖବରକାଗଜରେ ପ୍ରକାଶିତ ହୋଇଥିବା ଖବରରୁ ଆମେ ଆଉ ଥରେ ଖବରରେ ଆପଣମାନଙ୍କ ପାଇଁ ରି ନ୍ୟୁଜ୍ ଭାବରେ ଏହାକୁ ଆମେ ଆପଣଙ୍କ ନିକଟରେ। ନାଁଟି ହେଉଛି ପାୟଲ ନାଗ, ଓଡ଼ିଆ ଝିଅ। ହାତ ଗୋଡ଼ ନଥାଇ ସ୍ୱର୍ଣ୍ଣ ଜିତିଛନ୍ତି ପାୟଲ ନାଗ। ତେଣୁ ଖବର ପଢ଼ିବା ପରେ ଏହାକୁ ଆମେ ଏକ ଅନୁପ୍ରେରଣା ଅଭିପ୍ରେରଣା ଭାବରେ ନେଇ ଆପଣଙ୍କୁ ରିପ୍ରେଜେଣ୍ଟେସନ୍ କରିବାକୁ ବାଧ୍ୟ ହେଲୁ। ବଲାଙ୍ଗୀର ଜିଲ୍ଲାରୁ ଏହି ସଫଳତା ବର୍ତ୍ତମାନ ପାୟଲ ନାଗ ଟିକରପଡ଼ା କଲେଜ ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି। ଆପଣ ସମ୍ବାଦ ପେପର ପଢ଼ିଲେ ସମ୍ପୂର୍ଣ୍ଣ ବିଷୟ ଜାଣିପାରିବେ। ଆମେ ଚିତ୍ର ମାଧ୍ୟମରେ ଭଉଣୀଙ୍କୁ ଆଉ ଥରେ ଆପଣଙ୍କୁ ଦେଖାଇ ଯେ ହାତ ଗୋଡ଼ ନଥିଲେ ମଧ୍ୟ ଭଉଣୀ କିପରି ସଫଳତା ପାଇଛନ୍ତି। ସେ ସଫଳତା ବ୍ରୋଞ୍ଜ ନୁହେଁ, ରୌପ୍ୟ ନୁହେଁ, ସ୍ୱର୍ଣ୍ଣ। ତେଣୁ ଆମେ ଏଥିରୁ ଅନୁଭବ କରିବା ଯେ ବାସ୍ତବିକ ନିଜକୁ ଭିନ୍ନକ୍ଷମ ଭାବିବା ହିଁ ଅସୁବିଧା। ଅନେକ ଭାଇ ଭଉଣୀ ହାତ ଗୋଡ଼ ଥାଇ ବି ନିଜକୁ ଭିନ୍ନକ୍ଷମ ପରି ଭାବୁଛନ୍ତି। ଅନେକ ଭାଇ ଭଉଣୀ ଭିନ୍ନକ୍ଷମ ନ ହୋଇ ମଧ୍ୟ ଭିନ୍ନକ୍ଷମ ବୋଲି ଭାବୁଛନ୍ତି। ଆଉ କିଛି ଅଛନ୍ତି ପ୍ରକୃତରେ ସେମାନେ ଭିନ୍ନକ୍ଷମ, କିନ୍ତୁ ସେମାନେ ଭାବୁନାହାନ୍ତି ଆମେ ଭିନ୍ନକ୍ଷମ ବୋଲି। ଭାବନା ଭିତରେ ରହିଛି ସବୁକିଛି। ଏହାକୁ ଆମେ ଅନୁଭବ କରିବା ଏହି ଦୃଶ୍ୟ ଦେଖିଲା ପରେ। ଏ ଭଉଣୀଙ୍କର ହାତ ବି ନାହିଁ, ଗୋଡ଼ ବି ନାହିଁ, ତଥାପି ସ୍ୱର୍ଣ୍ଣ ଜିତିଛନ୍ତି। ଏହା ହାତ ଗୋଡ଼ ଥିବା ଭାଇ ଭଉଣୀମାନଙ୍କ ପାଇଁ ଏକ ପ୍ରେରଣା, ଅନୁପ୍ରେରଣା ନିଶ୍ଚିତ। ତେଣୁ ଆସନ୍ତୁ ନିଜକୁ ଦୁର୍ବଳ ମନେ କରିବା ନାହିଁ, ସବଳ ମନେ କରିବା। ସଂକଳ୍ପ ପାଇଁ ବିକଳ୍ପ ବ୍ୟବସ୍ଥା ବାହାର କରିବା। ତାହେଲେ ଜୀବନରେ ଆମେ ନିଶ୍ଚିତ ଭାବରେ ଏ ଜାତି, ଏ ମାଟି ପାଇଁ ଅନେକ କିଛି କରିପାରିବା। ସମ୍ଭାବନା ପ୍ରତିଟି ବ୍ୟକ୍ତି ପାଖରେ। ସମ୍ଭାବନାକୁ ଶାଣିତ କରିବାକୁ ହେଲେ ନିଜକୁ କେବେ ବି ଭିନ୍ନକ୍ଷମ ଭାବନ୍ତୁ ନାହିଁ। ମୋଟିଭେସନ୍ ସହିତ SK ଏଜୁକେସନ୍ ଟ୍ରାକ୍।